ଆଉ ଯାହାକୁ କୌଣସି ବସ୍ତୁ ଦାନ କଲେ ଯେବେ ଫେରି ନ ପାଇବା ସମ୍ପ୍ରଦାନ କାରକ ବୋଲିଣ ତାହାକୁ ବ୍ୟାକରଣରେ କହିବା। ଚତୁର୍ଥୀ ବିଭକ୍ତି ହୁଏ କୁଙ୍କୁ ପାଇଁ ନିମିତ୍ତ ବିଭକ୍ତିର ଚିହ୍ନ ଥାଏ। ହଁ ପିଲାମାନେ, ଯାହାକୁ କୌଣସି ବସ୍ତୁ ସମ୍ୟକ ବା ସମ୍ପୂର୍ଣ୍ଣ ଭାବରେ ଦାନ କଲେ ତାର ସମ୍ପ୍ରଦାନ କାରକ ହୁଏ। ଗୋଟେ ଉଦାହରଣ ଆମେ ନେବା, ଯେମିତିକି ରାଜା ଦରିଦ୍ର ମାନଙ୍କୁ ଅନ୍ନ ଦାନ କଲେ। ଏଠି ରାଜା କଣ କଲେ? ସମ୍ପୂର୍ଣ୍ଣ ଭାବରେ ଦରିଦ୍ର ମାନଙ୍କୁ ଅନ୍ନ ଦାନ କଲେ। ତେଣୁ ଏଠାରେ କୁଙ୍କୁ ମାନଙ୍କୁ ବିଭକ୍ତିର ଚିହ୍ନ ଚତୁର୍ଥୀ ବିଭକ୍ତି ଭାବରେ ବ୍ୟବହାର କରାଯାଇଥାଏ। ଏବଂ ଏଇ ଯୋଉ ଆମର ଦରିଦ୍ରଙ୍କୁ ଲାଗିଲା, ସେ ଦରିଦ୍ରଙ୍କୁ ଠାରେ ଆମର କଣ ହେଲା? ସମ୍ପ୍ରଦାନ କାରକ ହେଲା। କିନ୍ତୁ ପିଲାମାନେ, ଯଦି ଆମେ ଆଉ ଗୋଟେ ଉଦାହରଣ ନେବା, ଧୋବାକୁ ଲୁଗା ଦିଅ, ଦରଜିକୁ କପଡ଼ା ଦିଅ, ତ ସେଠି ଧୋବାକୁ ଜାଗାରେ ଆମର କଣ ହବ? ଚତୁର୍ଥୀ ବିଭକ୍ତି ସମ୍ପ୍ରଦାନ କାରକ ହବ ନାହିଁ। କାରଣ ଆମେ ଧୋବାକୁ ଯୋଉ ଲୁଗା ଦଉଛେ ସେ ସଫା କଲା ପରେ ଆମକୁ ଫେରେଇ ଦବ। ଦରଜି କି ଯୋଉ କପଡ଼ା ଦଉଛେ ସିଏ ପୋଷାକ ତିଆରି କଲା ପରେ ଆମକୁ ଫେରେଇ ଦବ। ତେଣୁ ସେଇଟା ସମ୍ପୂର୍ଣ୍ଣ ଭାବରେ ଦାନ କରାଯାଏ ନାହିଁ, ସମ୍ପୂର୍ଣ୍ଣ ଭାବରେ ଦିଆଯାଏ ନାହିଁ। ତେଣୁ ଏଠାରେ ସମ୍ପ୍ରଦାନ କାରକ ନ ହୋଇ କର୍ମ କାରକ ହେବ। ଧନ୍ୟବାଦ।